ଆରେ ମୁଁ ଭଗବାନଙ୍କର ଜନ୍ମ ଶତବାର୍ଷିକୀର ସୁଯୋଗ ଦେଇଥିବାର ପରମ ସୌଭାଗ୍ୟ ଆପଣ ଲାଭ କରିଛନ୍ତି। এই ଜନ୍ମୋତ୍ସବ ଆପଣଙ୍କ ପାଇଁ ଯଦିଓ ନୂଆ ନୁହେଁ, ଅନେକ ବର୍ଷ ଧରି ଆପଣ ଭଗବାନଙ୍କର ଜନ୍ମୋତ୍ସବ ପାଳନ କରି ଆସିଛନ୍ତି ଏବଂ ପ୍ରଶାନ୍ତରେ ମଧ୍ୟ ଆପଣ ପ୍ରାୟ 70 ଦଶକରୁ ଜନ୍ମୋତ୍ସବ ଏହି ଜନ୍ମୋତ୍ସବ ପୂର୍ବ ଜନ୍ମୋତ୍ସବ ଗୁଡ଼ିକ ଭିତରେ ଆପଣ କେମିତି ଅନୁଭବ କରୁଛନ୍ତି ସ୍ୱତନ୍ତ୍ର? ବିଶେଷ ଭାବରେ এই ଶତବାର୍ଷିକ ଜନ୍ମୋତ୍ସବ ଗୋଟେ ବିଶେଷ ଘଟଣା ସାରା ବିଶ୍ୱ ପାଇଁ। କୌଣସି ଅବତାର 100 ବର୍ଷର ଯେଉଁ କଟେଇଛନ୍ତି ସମୟ ଏ ଭାରତ ବର୍ଷରେ କିମ୍ବା ବିଶ୍ୱରେ, ଆମେ ସେଗୁଡ଼ିକୁ କିଛି ଜାଣିନଥିଲୁ। ପ୍ରଥମ ଥର ପାଇଁ ଜୀବନରେ ଜଣେ ଅବତାରଙ୍କର ଶତବାର୍ଷିକ ଉତ୍ସବ ପାଳନ କରିବା ଏଇଟା ସୌଭାଗ୍ୟର ବିଷୟ ଏବଂ ଏ ଭଗବତ କୃପା ଉପରେ ନିର୍ଭର କରେ। ଏବଂ ମୁଁ ଏଥର ଯାହା ଦେଖିଲି, ମୁଁ ଅଧିକାଂଶ ୱାର୍ଲଡ କନଫରେନ୍ସ ଏଇ ତ 11ତମ ହେଲା, ତା ପୂର୍ବରୁ ଅଧିକାଂଶ ୱାର୍ଲଡ କନଫରେନ୍ସ ମୁଁ ଆଟେଣ୍ଡ କରିଛି, ପ୍ରଥମଟି ଛାଡ଼ିଦେଲେ। ଏବଂ ସବୁଥିରେ କିଛି ନା କିଛି ନୂତନ ଏକ୍ସପିରିଏନ୍ସ ଥାଏ, ଯେଉଁଟାକି ଏ ବର୍ଷ ଟିକେ ଅଧିକ ଭାବରେ ମିଳିଲା। ସେତେବେଳେ ସ୍ୱାମୀ ସାକାର ଉପରେ ଥିଲେ, ତାଙ୍କର ଦର୍ଶନ ପାଉଥିଲୁ, କିନ୍ତୁ ଏଥର ନିରାକାର ରୂପରେ ତାଙ୍କର ଦର୍ଶନ ପାଇବାକୁ ଆମେ ଚେଷ୍ଟା କଲୁ। କାହିଁକିନା ସବୁବେଳେ ତ ସାକାର ରୂପ ମିଳିବନି, ଭଗବାନଙ୍କର ନିରାକାର ରୂପକୁ ଆସିବାକୁ ପଡ଼ିବ। ଏଇଟା ତେଣୁକରି ସେଇ ସୌଭାଗ୍ୟ ଆମ ଭାଗ୍ୟରେ ମିଳିଲା। ମୁଁ ସେଇଥିପାଇଁ ପ୍ରାର୍ଥନା କରୁଥିଲି, ପ୍ରଭୁ ଆପଣଙ୍କ ଶତବାର୍ଷିକ ପର୍ଯ୍ୟନ୍ତ ମୁଁ ଥାଏ। ଏବଂ ସେ ମୋତେ ରଖେଇଲେ ଏବଂ ଏଠି ମଧ୍ୟ ତାଙ୍କର ଦର୍ଶନ, ମୋର ଅନୁଭୂତି ବିଭିନ୍ନ ନେଇକିରି ଗଲି। ଏବଂ ବିଶେଷ ଭାବରେ ମୁଁ ଦେଖିଲି ଯେ ସ୍ୱାମୀ ଥିଲାବେଳେ ତ ବହୁତ ଲୋକ ହଉଥିଲେ ଜନ୍ମ ବାର୍ଷିକ ଏବଂ ସବୁ ଜନ୍ମ ଶତବାର୍ଷିକରେ, ସେ ଜନ୍ମ ବାର୍ଷିକରେ ୱାର୍ଲଡ କନଫରେନ୍ସରେ ବାବା ଗୋଟେ ନୂଆ କଥା କହନ୍ତି, ନୂତନ ଡିକ୍ଲାରେସନ ଦିଅନ୍ତି, ଯେଉଁଟାକି ସଂଗଠନ ପାଇଁ ଉଚିତ ମନେ ହୁଏ। ଏବଂ ଭଗବାନ ପ୍ରଥମେ ମୋର ମନେ ପଡ଼େ କେତେ ଗୁଡ଼ିଏ କଥା। ଗୋଟିଏ ୱାର୍ଲଡ କନଫରେନ୍ସରେ 10-fold ପାର୍ଟ ଟୁ ଡିଭିନିଟି, ଦୈବତ୍ୱର ଉନ୍ମିଳନ ପାଇଁ ଭଗବାନ କହିଥିଲେ। ଆଉ ଗୋଟିଏ ୱାର୍ଲଡ କନଫରେନ୍ସରେ ସ୍ୱାମୀ 9 ପଏଣ୍ଟ କୋଡ୍ ଅଫ୍ କଣ୍ଡକ୍ଟ, ନବବିଧ ଆଚରଣ ବିଧି ଉପରେ ସ୍ୱାମୀ କହିଥିଲେ। ଏବଂ ଏଇଭଳି ଭାବରେ ଆଉ ଗୋଟିଏ କନଫରେନ୍ସରେ ୟୁନିଟି, ପ୍ୟୁରିଟି ଆଣ୍ଡ ଡିଭିନିଟି ଉପରେ ଗୁରୁତ୍ୱ ଦେଇଥିଲେ। ଏବଂ ଆଉ ଗୋଟିଏ କନଫରେନ୍ସରେ ଜର୍ଣ୍ଣି ୱିଥ୍ ସାଇ, ସ୍ୱାମୀଙ୍କ ସହିତ ଯାତ୍ରା ଉପରେ କହିଥିଲେ। ସେଇଟା ବିଶେଷ ଭାବରେ ମୋ ମନ ଉପରେ ପ୍ରଭାବ ପକାଇଥିଲା 2000 ମସିହାରେ। ଯେ ତାଙ୍କର କ୍ଲାସମେଟ୍, ତାଙ୍କର ଯିଏ ବନ୍ଧୁ ପଢ଼ୁଥିଲେ ସ୍କୁଲରେ, ସତ୍ୟନାରାୟଣ, ତାକୁ ଡାକିକିରି ଭଗବାନ କହିଲେ ତୁ ଏଥର କହିବୁ। ଏବଂ ତାଙ୍କୁ ଟ୍ରେନିଂ ଦେଇଥିଲେ ଜର୍ଣ୍ଣି ୱିଥ୍ ସାଇରେ କ'ଣ ସେ କହିବ, ସ୍ୱାମୀ ତାଙ୍କୁ ଟ୍ରେନିଂ ଦେଇଥିଲେ, ସେଇ ଅନୁସାରେ ସେ କହିଥିଲେ। ତେଣୁକରି ଏଇଭଳି ଭାବରେ ଚାଲିଥିଲା। ଏବଂ ଏଥର ୱାର୍ଲଡ କନଫରେନ୍ସଟା ନିଶ୍ଚିତ ଭାବରେ ଗୋଟେ ବାବା ତ ନାହାନ୍ତି, ସଂସାରରେ ନାହାନ୍ତି, ସିନା ଯଦି ତ ଅଛନ୍ତି, ସଂସାରରେ ନାହାନ୍ତି। ତେଣୁକରି ଆମେ ଭାବୁଥିଲୁ କେମିତି ଏଇଟାକୁ କରିବାକୁ ହବ। ଏବଂ ଏଥିରେ ମୁଁ ଯାହା ଦେଖିଲି, 3ଟି ଜିନିଷ ମୋର ମନ ଭିତରେ ଆସେ, ସତ୍ୟମ, ଶିବମ, ସୁନ୍ଦର କିମ୍ବା ସତ୍, ଚିତ୍, ଆନନ୍ଦ। ଏଇ 3ଟିକୁ ନେଇକିରି ଆମେ ଈଶ୍ୱରଙ୍କୁ କିମ୍ବା ବ୍ରହ୍ମକୁ ଉପାସନା କରିଥାଉ। ଏ 3ଟି ବିଷୟରେ ପୁଙ୍ଖାନୁପୁଙ୍ଖ ବିଷୟ ରୂପେ ଆଲୋଚନା ହେଇଥିଲା ମୋର ଯାହା ମନେ ହୁଏ। ସତ୍ୟମ ହିସାବରେ ଦି ଏକ୍ଜିଷ୍ଟେନ୍ସ ଅଫ୍ ଗଡ୍, ଭଗବାନଙ୍କର ଉପସ୍ଥିତି। ଏବଂ ଯେଉଁ ସ୍ପିକର ମାନେ କଥା କହିଲେ ବାବାଙ୍କର ବହୁତ ଜଣାଶୁଣା ଥିଲେ ଏବଂ ଭଗବାନ ସେମାନଙ୍କ ସହିତ ମିଶିଥିଲେ। ସେମାନେ ତାଙ୍କର ଅନୁଭୂତିରୁ ଯାହା କହିଲେ ଭଗବାନଙ୍କର ଉପସ୍ଥିତି ବିଷୟରେ, ଏଇଟା ବହୁତ ଉତ୍ସାହ ସୃଷ୍ଟି କରିଥିଲା ମନ ଭିତରେ। ସୁନ୍ଦରମ ହେଉଛି ସତ୍ୟମ, ଶିବମ, ଶିବମ ହେଉଛି ଚେତନା ଶକ୍ତି। ଚେତନା ଶକ୍ତି ମଧ୍ୟ ଆମର ପଢ଼ିବାକୁ ଆମର ବହୁତ ଗୁଡ଼ିଏ ଟକ୍ ଥିଲା। ଏବଂ ରାଜନୀତି ଦୃଷ୍ଟିରୁ ହଉ, ଅର୍ଥନୀତି ଦୃଷ୍ଟିରୁ ହଉ, ସାମାଜିକ ଦୃଷ୍ଟିକୋଣ ହଉ, ପାରିବାରିକ ଦୃଷ୍ଟିକୋଣ ହଉ, ବ୍ୟକ୍ତିଗତ ଦୃଷ୍ଟିକୋଣ ହଉ, ସବୁ ବିଷୟରେ ପ୍ରାୟ ଆମେ ଆଲୋଚନା କରିଛୁ। ବିଭିନ୍ନ ବକ୍ତାମାନେ ଆସିଥିଲେ ଏବଂ ଏ ବିଷୟରେ ଆମେ
କିଛିଟା ଆଭାସ ପାଇଲୁ, ଯୋଉଟା ଆମର ଭ୍ରମ ସଂଶୋଧନ କରିବାକୁ ଥିଲା ଆମେ ତାହା କରିପାରିଛୁ। ସତ୍ୟମ୍ ଶିବମ୍ ସୁନ୍ଦରମ୍। ସୁନ୍ଦରମ୍ ହେଉଛି ସୌନ୍ଦର୍ଯ୍ୟ, ଆନନ୍ଦ। ତାର ଅନ୍ୟ ହେଉଛି ସଚିତ ଆନନ୍ଦ, ଆନନ୍ଦ କିମ୍ବା ସୌନ୍ଦର୍ଯ୍ୟ। ଏବଂ ତାର ଗୋଟେ ମୂଳରେ ରହୁଛି ବୀଜ ଅକ୍ଷର ହେଉଛି ଶୃଙ୍ଖଳା। ଶୃଙ୍ଖଳା ନଥିଲେ ଆନନ୍ଦ ମିଳିବ ନାହିଁ। ଏଇ କଥା ପୂର୍ବରୁ ବହୁତ ଥର କହିଥିଲି ମଧ୍ୟ, ଶୃଙ୍ଖଳା ନଥିଲେ ଆନନ୍ଦ ମିଳିବ ନାହିଁ। ଏବଂ ତାହା ହିଁ ସୌନ୍ଦର୍ଯ୍ୟ। ଏବଂ ପୁଟପର୍ତ୍ତି ଯେମିତି ନବବଧୂ ବଧୂ ରୂପରେ ସଜେଇ ହେଇଥିଲା, ଚାରିଆଡେ ଆଲୋକ, ଯେମିତି ଗୋଟେ ନୂଆ ବୋହୂଟିଏ ଆସିଲେ ଘରକୁ ଗହଣା ପିନ୍ଧିଥାଏ ଏବଂ ବିଭିନ୍ନ ପ୍ରକାର ସଜେଇ ହେଇଥାଏ, ସେମିତି ପୁଟପର୍ତ୍ତି ନବବଧୂ ରୂପ ଧାରଣ କରିଥିଲା। ଏବଂ ଚାରିଆଡେ ସାଜସଜା, ହିଲୁ ଷ୍ଟାଡିୟମ, ପୂର୍ଣ୍ଣଚନ୍ଦ୍ର ଅଡିଟୋରିୟମ, କୁଲୱନ୍ତ ହଲ୍ ସବୁ କିଛିରେ ସାଜସଜା ହେଇଥିଲା। 10 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାୟ ଭକ୍ତ ଆସିଥିବେ ଏଇ ସମାବେଶକୁ। କେବଳ ଦେଶରେ ନୁହେଁ, ଦେଶ ବାହାରୁ ମଧ୍ୟ 140ରୁ ଉର୍ଦ୍ଧ୍ୱ ଦେଶରୁ ଆସିଥିଲେ। ଏବଂ ତାଙ୍କ ଆସିବା ପାଇଁ ଏବଂ ଯେମିତି ସୁବିଧା ସୁଯୋଗ କରାହେଇଥିଲା, ସେ ବିଷୟରେ ଆପଣ ତ ସବୁଆଡେ ଯାଇଥିବେ, ଆପଣଙ୍କ ଅନୁଭୂତି କଣ? ଆଗରୁ ମୁଁ ମଧ୍ୟ ଭଗବାନଙ୍କର 68th ବାର୍ଥଡେରେ ଏକୋମୋଡେସନ ଚାର୍ଜରେ ମଧ୍ୟ ଥିଲି, କିଛିଟା ଅନୁଭୂତି ଅଛି। ଏବଂ ଏଥର ମୁଁ ଦେଖିଲି ଯେ ଯେଉଁ ଯାହା କିଛି ଲୋକମାନଙ୍କ ପାଇଁ ସାଜସଜା ହେଇଥିଲା, 10 ଲକ୍ଷ ଲୋକ ରହିବେ। ଆମର ଘର ଦ୍ୱାର ଏତେ ନାହିଁ ପୁଟପର୍ତ୍ତିରେ, ତେଣୁକରି ନୂତନ ଗୃହ ଗୁଡ଼ିକ, ଟେମ୍ପୋରାରୀ ସାଇଟ୍ ଗୁଡ଼ିକ ସୃଷ୍ଟି ହେଇଥିଲା। ଏବଂ ସେଗୁଡ଼ିକ ଏତେ ସୁନ୍ଦର ଭାବରେ ତିଆରି ହେଇଥିଲା ଯେ ଯେମିତି ଗୋଟେ ଘରୋଇ ଘରେ, ଗୋଟେ ଘର ଭିତରେ ରହିଲେ ଯେମିତି ଆନନ୍ଦ ଉପଲବ୍ଧି କରିବ, ସେଇଭଳି ଭାବରେ ଆନନ୍ଦ ଉପଲବ୍ଧି କରିବାକୁ ଲୋକମାନଙ୍କୁ ସୁଯୋଗ ଦିଆହେଇଥିଲା। ଏଇଟା କଥା ନୁହେଁ, ଭଗବାନ ଥରେ କହିଥିଲେ ତାଙ୍କର ସଂସାରରେ ଥିଲାବେଳେ, କହିଲେ ଯେତେବେଳେ ମହାଭାରତ ଯୁଦ୍ଧ ସରିଲା ଏବଂ ରାଜସ୍ୱ ଯଜ୍ଞ କଲେ, ଯୁଧିଷ୍ଠିର ମହାରାଜ 5 ଲକ୍ଷ ଲୋକଙ୍କୁ ଦିନଟେ ଖାଇବାକୁ ଦେଇଥିଲେ, ଫ୍ରି ମାଗଣା ଖାଦ୍ୟ। ଏବଂ ଆମେ ଦେଖିଲୁ ସ୍ୱଚକ୍ଷୁରେ 10 ଲକ୍ଷ ଲୋକ 15 ତାରିଖଠୁ 25 ତାରିଖ ପର୍ଯ୍ୟନ୍ତ ଖାଇବାକୁ ମାଗଣା। ସକାଳୁ ଜଳଖିଆ ଠାରୁ ଆରମ୍ଭ କରି ଦ୍ୱିପହରେ ପ୍ରସାଦ ସେବନ ଠାରୁ ଆରମ୍ଭ କରି ରାତିରେ ପ୍ରସାଦ ସେବନ ଏବଂ ଚାହା ମଧ୍ୟ ଏଇସବୁ ଗୁଡ଼ିକ ଯୋଗାଇ ଦିଆହେଇଥିଲା। ଏତେ ଶୃଙ୍ଖଳିତ ଭାବରେ ଯୋଗାଇ ଦିଆହେଇଥିଲା ଏବଂ ବିଭିନ୍ନ କେନ୍ଦ୍ର ଖୋଲା ହେଇଥିଲା। ସେଇଥିପାଇଁ ଗୋଟିଏ କେନ୍ଦ୍ର ଟେମ୍ପୋରାରୀ ସେଟ୍ରେ ମଧ୍ୟ ଖାଇବା ଯୋଗାଇ ଦିଆହେଇଥିଲା। ତେଣୁକରି ଇଏ ବୋଧେ ଜୀବନରେ ଏମିତି ମିଳିନଥିଲା, ଦେଖିବାକୁ ମିଳିନଥିଲା। ସେଇ ଜିନିଷଟି ମିଳିଲା ଏବଂ ଭଗବାନଙ୍କ କୃପାରୁ ଆମେ ମଧ୍ୟ ତାଙ୍କର ସମାଧି ଦର୍ଶନ କରିପାରିଲୁ। ବିଭିନ୍ନ ସେବା ମଧ୍ୟ ବିଭିନ୍ନ ରାଜ୍ୟକୁ ଦିଆହେଇଥିଲା। ଓଡ଼ିଶା ସାନିଟେସନ ସେବାରେ ଭାଗ ନେଇଥିଲେ। ତ ଓଡ଼ିଶା ସେବାର ମହକ ପୂର୍ବରୁ ଏବଂ ଏବେ ଭିତରେ ବହୁତ ଗୁଣାତ୍ମକ ବୃଦ୍ଧି ହେଇଛି। କେବଳ ନାଇଁ, ୟା ବିଷୟରେ ଯାହା ଉମାକାନ୍ତ ଭାଇ ପଚାରିଲେ, ମୋର ଗୋଟେ ମନେ ପଡେ, ଭଗବାନ ବାବା ଥରେ ୱାର୍ଲଡ କନଫରେନ୍ସ ସମୟରେ ସବୁ ଷ୍ଟେଟ ପ୍ରେସିଡେଣ୍ଟ ବସିଥିଲେ, ପଚାରିଗଲେ ତମେ କଣ ନବ, ତମେ କଣ ନବ, ତମେ କଣ ନବ। ଏବଂ ସେମାନେ ମନେ ମନେ କରିଦେଇ ଗଲେ, ଏଇଟା କରିବୁ, ସେଇଟା କରିବୁ। ସେଇଟା କିଏ କେରଳ କହିଲା ଆମେ ଡେକୋରେସନ ଟାଇପଟା ନବୁ। ତାପରେ ବିଭିନ୍ନ ଷ୍ଟେଟ ସବୁ କହିଥିଲେ। ଓଡ଼ିଶା ବ୍ରହ୍ମାନନ୍ଦ ପଣ୍ଡା ବସିଥାନ୍ତି, ଆମର ରାଜ୍ୟ ସଭାପତି, ତାଙ୍କ ପାଖକୁ ଆସିଲେ। ବାବା କହିଲେ ତୁ କଣ କହୁଛୁ, ନବୁ କୋଉ ଦାୟିତ୍ୱ? ସେ କହିଲେ ବାବା ଆପଣ ଯୋଉ ଦାୟିତ୍ୱଟା ନେବେ ମୁଁ ସେଇ ଦାୟିତ୍ୱ ଗ୍ରହଣ କରିବି। ଭଗବାନ ଅତ୍ୟନ୍ତ ଖୁସି ହେଇକରି କହିଥିଲେ ତମେ ସେବା କାମଟା ନିଅ, ସାନିଟେସନ ଡ୍ୟୁଟିଟା ନିଅ। ଏବଂ କାହିଁକି ନା ଆମର ସାନିଟେସନ ଡ୍ୟୁଟି ପ୍ରତି କାହିଁକି ବିଶେଷ ଆଗ୍ରହ ଥାଏ। ଗଜପତି ମହାରାଜ, ଯିଏକି ପୁରୀର ଗଜପତି ମହାରାଜ, ସେ ଛେରା ପହଁରା କରନ୍ତି ରଥରେ। ଏବଂ ଆମର ସଂସ୍କୃତି ହେଉଛି ସେବା, ଉତ୍କଳର ସଂସ୍କୃତି ହେଉଛି ସେବା। ଏବଂ ସେଇ ସେବାଟାକୁ ହିଁ ବ୍ରହ୍ମାନନ୍ଦ ପଣ୍ଡା ଗ୍ରହଣ କରିନେଇଥିଲେ ଏବଂ ବାବା ଅତ୍ୟନ୍ତ ଖୁସି ହେଇଥିଲେ। ଏବଂ ବାବା ଗୋଟିଏ ଧାଡ଼ିରେ କହିଥିଲେ, ଓଡ଼ିଶା ଲୋକ ନ ଆସିଲେ ପ୍ରଶାନ୍ତି ଗନ୍ଧାଇବ। ସେମାନେ ପ୍ରଶାନ୍ତି ସଫା କରିବାର ଦାୟିତ୍ୱ ହେଉଛି ଓଡ଼ିଶା ଲୋକଙ୍କର। ଇଏ ସୌନ୍ଦର୍ଯ୍ୟ ବୃଦ୍ଧି, ସୌନ୍ଦର୍ଯ୍ୟଟା କେମିତି ବାହାର ସୌନ୍ଦର୍ଯ୍ୟ ରହିବ, ଭିତର ସୌନ୍ଦର୍ଯ୍ୟ ରହିବ। ଭିତର ସୌନ୍ଦର୍ଯ୍ୟ ହେଉଛି ଜପ ଧ୍ୟାନ ଇତ୍ୟାଦିରେ, କିନ୍ତୁ ବାହାର ସୌନ୍ଦର୍ଯ୍ୟଟା ବି ପ୍ରଦୂଷଣ ମୁକ୍ତ ପ୍ରଶାନ୍ତି ନର୍ମ ସୃଷ୍ଟି କରିବା ଦରକାର। ଏଠି ଟିଟାନସ୍ ବି ନାହିଁ, କାହିଁକିନା ଜଣେ ଲୋକ ଆସିକିରି କହିଲା ଟିଟାନସ୍ ଇଞ୍ଜେକ୍ସନ ନେବି। ସେ ସମୟରେ ବାବା କହିଲେ ଆରେ ଏଠି ଟିଟାନସ୍ ଜର୍ମ ନାହାନ୍ତି, ତୁ କହିକି ପ୍ରଶାନ୍ତିରେ ଆସିକି ଟିଟାନସ୍ ଇଞ୍ଜେକ୍ସନ ନେବାଟା ଆବଶ୍ୟକତା ନାହିଁ। ତେଣୁକରି ଏଇଗୁଡ଼ାକ ପୂର୍ବ କଥା ମନେ ଅଛି। ଟିଟାନସ୍ ନିଅ ନାହିଁ, ଓଡ଼ିଶା ନ ଆସିଲେ ପ୍ରଶାନ୍ତି ଗନ୍ଧେଇବ।
ଏବଂ ଭଗବାନ ବହୁତ ପ୍ରୀତ ଥିଲେ ଏବଂ ଭଗବାନ ଓଡ଼ିଶା ଲୋକଙ୍କୁ ବହୁତ ଭଲ ପାଉଥିଲେ ଏବଂ କେରଳର ଷ୍ଟେଟ ପ୍ରେସିଡେଣ୍ଟ ଯିଏ ଥିଲେ ସେ ଏବେ ବି ମୋର ଦେଖା ହେଲେ ସେଣ୍ଟେନାରରେ ସେ ଅଛନ୍ତି ଜୋନାଲ ପ୍ରେସିଡେଣ୍ଟ ଅଛନ୍ତି ସାଉଥରେ ମୁକୁନ୍ଦମ। ସେ ମତେ କହିଲେ କଣ କେମିତି ଅଛ? ମୁଁ କହିଲି ଭଲ ଅଛି। ସେ ତ ଅଛନ୍ତି ଏବେ ଜୋନ୍ ଚାର୍ଜରେ। ସେଠୁ ସେ କହିଲେ ଓକେ। ମୁଁ କହିଲି ଓକେ ର ଶବ୍ଦ ନା ଓଡ଼ିଶା ଏବଂ କେରଳ। ସେ କହିଲେ ଗୋଟେ ଓଡ଼ିଶା ଓକେ ବାବା ଯେତେବେଳେ କହନ୍ତି ଓଡ଼ିଶା ଏବଂ କେରଳ, ତେଣୁକରି ମୁଁ ସେଇଥିପାଇଁ ଓକେ ଶବ୍ଦଟା ତମ ପାଇଁ ବ୍ୟବହାର କଲି। ଯାହା ହଉ ଏମିତି ଖୁସିରେ କଟିଗଲା। ମୋର ଭାଇମାନେ ଅଛନ୍ତି ଯୋଉମାନେ ମାନେ ଜଗନ୍ନାଥ ଭାଇ ମୋ ସାଙ୍ଗରେ ଆସିଥିଲେ ଥିଲେ। ବହୁତ ସମୟରେ ଉମାକାନ୍ତ ଭାଇ ମୋ ଲାଗି ଖାଦ୍ୟ ନେଇ ଆସନ୍ତି। ବହୁତ ଭିଡ଼ ହୁଏ ସେ ପାଖରେ। ତେଣୁକରି ମୁଁ ଟିକେ ବୟସ 87 ବର୍ଷ ହେଲାଣି, ମୁଁ ଚାଲି ବୁଲି ପାରିବାରେ ଟିକେ ଅକ୍ଷମ ହେବାରୁ ସେମାନେ ମୋ ଖାଦ୍ୟଟା ବି ନେଇ ଆସୁଥିଲେ। ଏଇଭଳି ସହଯୋଗ ମଧ୍ୟ ଜଗତରେ ମିଳିବା ଅସମ୍ଭବ। ଏବଂ ଟ୍ରେନରେ ଗଲାବେଳେ ମଧ୍ୟ ମୋ ସାଙ୍ଗରେ ଗଲେ, ଭଜନ ବୋଲି ବୋଲିକିରି ଗଲୁ। ବହୁତ ଗୋଟେ ଗ୍ରୁପ ହେଇକିରି ସାଙ୍ଗରେ କଟିଥିଲା। ଫେରିଲା ବେଳକୁ ମଧ୍ୟ ମୁଁ ଦେଖିଲି ଆଜି କେତେ ଭାଇ ଭଉଣୀ ଆସିକିରି ଏଠିକି ଉଠିଲେ ଏବଂ ସେମାନେ ସତ୍ସଙ୍ଗ ଭଳିଆ ଜିନିଷ ଭଗବାନଙ୍କର ଜୀବନର ଅନୁଭୂତି ସେମାନଙ୍କର କହିଲେ କେମିତି ସେବା କାମ କରୁଛନ୍ତି। ଏବଂ ସେଇ ସେବା କାମ ଗୁଡ଼ିକ ଶୁଣିକିରି ମତେ ଏତେ ଆନନ୍ଦ ଲାଗିଲା। ଆମ ଭାଇ ଭଉଣୀ ମାନେ ପ୍ରକୃତରେ ନିଃସ୍ୱାର୍ଥପର ସେବା କରୁଛନ୍ତି। ଅନ୍ୟ ସେବାରେ ସ୍ୱାର୍ଥ ଥାଏ, କିନ୍ତୁ ଓଡ଼ିଶାବାସୀ କଣ କୁହନ୍ତୁ, ସାରା ବିଶ୍ୱବାସୀ ସେମାନେ ନିଃସ୍ୱାର୍ଥପର ସେବା କରିକି ଭଗବାନଙ୍କର ଆଶୀର୍ବାଦ ପାଇକି ଯାଇଛନ୍ତି। ତେଣୁକରି ମୁଁ ଅତ୍ୟନ୍ତ ଖୁସି ଏବଂ ଉମା ଭାଇ ଏବଂ ଜଗନ୍ନାଥ ଭାଇ ସହିତ ଫେରୁଛି ବର୍ତ୍ତମାନ ଭୁବନେଶ୍ୱର। ସାଇରାମ। ମୋ ସମୟ ପ୍ରାର୍ଥନା କରିବା ଯେ ସେ ସମସ୍ତ ଓଡ଼ିଶାର ସେବାଦଳ ମାନଙ୍କୁ ଆଶୀର୍ବାଦ କରନ୍ତୁ, ଭଗବାନ ପ୍ରାର୍ଥନା କରନ୍ତୁ ଯେ ଆମର ସଦାବେଳେ ସାନିଟେସନ ସେବା ମିଳୁଥାଉ ଏବଂ ପ୍ରଶାନ୍ତିର ସୁଗନ୍ଧ ସାରା ବିଶ୍ୱକୁ ଭାବ। ସାଇରାମ। ସାଇରାମ।